ବନ୍ଧୁଗଣ, ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ଖେଳାଯାଉଛି ଏବଂ ଆଜି ଚତୁର୍ଥ ଦିନ ମଧ୍ୟ ଥିଲା। ତେବେ ଏହି ଚତୁର୍ଥ ଦିନ ଆରମ୍ଭରୁ ଭାରତର ବୋଲରମାନେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଏକ ସମୟରେ ଭାରତୀୟ ବୋଲରମାନେ ମାତ୍ର 91 ରନରେ ଅଷ୍ଟ୍ରେଲିଆର 6ଟି ୱିକେଟ୍ ନେଇ ଭାରତକୁ ବିଜୟ ପାଇଁ ରାସ୍ତା ଖୋଲି ଦେଇଥିଲେ। କିନ୍ତୁ ଠିକ୍ ଏହା ପରେ ପରେ ଭାରତ ପାଇଁ ଖରାପ ସମୟ ଆସିଯାଇଥିଲା ଏବଂ ସେଥିପାଇଁ ଅଷ୍ଟ୍ରେଲିଆ ଦଳ ଖେଳ ଶେଷ ହେବା ସୁଦ୍ଧା 228 ରନ୍ କରି 9 ୱିକେଟ୍ ହରାଇ 333 ରନ୍ରେ ଅଗ୍ରଣୀ ଲାଭ କରିଛି। ଯାହାଫଳରେ ବର୍ତ୍ତମାନ ଭାରତ ବକ୍ସିଂ ଡେ ଟେଷ୍ଟରେ ପରାଜୟର ବିପଦରେ ଅଛି। ତେବେ ବର୍ତ୍ତମାନ ଆମେ ଭାରତୀୟ ଦଳର 5ଟି ବଡ଼ ଭୁଲ ବିଷୟରେ ଜାଣିବା, ଯେଉଁଥିପାଇଁ ଏକ ସମୟରେ ଦଳ ବିଜୟର ଦ୍ୱାରଦେଶରେ ଥିବାବେଳେ ବର୍ତ୍ତମାନ ଖେଳ ଶେଷ ସୁଦ୍ଧା ପରାଜୟ ବିପଦରେ ଅଛି। ତେବେ ଆସନ୍ତୁ ଏହି 5ଟି ବଡ଼ ଭୁଲ କ'ଣ ଜାଣିବା। ତେବେ ଏହି 5ଟି ବଡ଼ ଭୁଲ ମଧ୍ୟରୁ ଭାରତୀୟ ଦଳର ଷ୍ଟାର ଖେଳାଳି ଯଶସ୍ୱୀ ଜୟସ୍ୱାଲ ଏକାକୀ 3ଟି ବଡ଼ ଭୁଲ କରିଥିଲେ। ଚତୁର୍ଥ ଦିନରେ ଯେତେବେଳେ ଅଷ୍ଟ୍ରେଲିଆର ସ୍କୋର 6 ୱିକେଟ୍ରେ 99 ରନ୍ ଥିଲା, ସେତେବେଳେ ଯଶସ୍ୱୀ ଜୟସ୍ୱାଲ ଲାବୁସାନଙ୍କ କ୍ୟାଚ୍ ଛାଡ଼ିଥିଲେ। ଚତୁର୍ଥ ଦିନରେ ଟିମ୍ ଇଣ୍ଡିଆ ପାଇଁ ଏହି କ୍ୟାଚ୍ ମହଙ୍ଗା ପଡ଼ିଥିଲା। ଏହା ବ୍ୟତୀତ ଜୟସ୍ୱାଲ ଉସମାନ ଖାଉଜା ଏବଂ ପାଟ୍ କମିନ୍ସଙ୍କ କ୍ୟାଚ୍ ମଧ୍ୟ ଛାଡ଼ିଥିଲେ। ଏହା ବ୍ୟତୀତ ଯେତେବେଳେ ନାଥନ୍ ଲିଓନ୍ ଏବଂ ସ୍କଟ୍ ବୋଲାର୍ଡଙ୍କ ଶେଷ ଯୋଡ଼ି ଅଷ୍ଟ୍ରେଲିଆ ପାଇଁ ବ୍ୟାଟିଂ କରୁଥିଲେ, ସିରାଜ ମଧ୍ୟ ଏକ ଛୋଟ ଭୁଲ କରିଥିଲେ। ଯେତେବେଳେ ସିରାଜ ନାଥାନ୍ଙ୍କୁ ବୋଲିଂ କରୁଥିଲେ, ସେ ଏକ କ୍ୟାଚ୍ ହରାଇଥିଲେ। ଯଦିଓ ଏହା ସହଜ ନଥିଲା, କିନ୍ତୁ ଯଦି ଏହି କ୍ୟାଚ୍ ହୋଇଥାନ୍ତା ତେବେ ଅଷ୍ଟ୍ରେଲିଆ 333 ରନ୍ର ଅଗ୍ରଣୀ ହାସଲ କରିନପାରିଥାନ୍ତା ଏବଂ କଙ୍ଗାରୁ ଦଳ ଅଲ୍ ଆଉଟ୍ ହୋଇଯାଇଥାନ୍ତା। ଏହା ବ୍ୟତୀତ ଚତୁର୍ଥ ଦିନ ଶେଷରେ ଯଶପ୍ରୀତ ବୁମରା ମଧ୍ୟ ଏକ ବଡ଼ ଭୁଲ କରିଥିଲେ। ବୁମରା ନାଥନ୍ ଲିଓନ୍ଙ୍କ ସାମ୍ନାରେ ଏହି ଭୁଲ କରିଥିଲେ। ବାସ୍ତବରେ ନାଥାନ୍ ବୁମରାଙ୍କ ବଲ୍ରେ ସ୍ଲିପ୍ରେ କେଏଲ୍ ରାହୁଲଙ୍କୁ ଏକ କ୍ୟାଚ୍ ଦେଇଥିଲେ, କିନ୍ତୁ ପରେ ଅମ୍ପାୟାର ଏହାକୁ ନ ବଲ୍ ଦେଇଥିଲେ ଏବଂ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯଦି ବୁମରାଙ୍କ ଏହି ବଲ୍ ନ ବଲ୍ ହୋଇନଥାନ୍ତା, ତେବେ ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ଦଳ ଅଲ୍ ଆଉଟ୍ ହୋଇଯାଇଥାନ୍ତା ଏବଂ ବୁମରା ମଧ୍ୟ ଏହି ଇନିଂସରେ 5ଟି ୱିକେଟ୍ ନେଇଥାନ୍ତେ। ତେବେ ବନ୍ଧୁଗଣ, ଭାରତ ଏହି ମ୍ୟାଚ୍ରେ ବିଜୟୀ ହେବ ନା ପରାଜୟକୁ ସ୍ୱୀକାର କରିବ? କମେଣ୍ଟ କରି ଜଣାନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।